आसीगला चाषी भाईଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ପିଏମ୍ କିଷାନ ଟଙ୍କା ମିଳିବା ନାହିଁ ଏବେ ଫାଇନାଲ ତାରିଖ ଆସି ସାରିଛି। ଓଡ଼ିଶାର ଲକ୍ଷାଧିକ ଚାଷୀ ଭାଇମାନଙ୍କୁ ପିଏମ୍ କିଷାନ ଯୋଜନାର 20ତମ କିସ୍ତିର 2000 ଟଙ୍କା ମିଳିବାକୁ ଯାଉଛି। ତେବେ ଚାଲନ୍ତୁ ଏହି ଟଙ୍କା କେତେ ତାରିଖରେ ଚାଷୀ ଭାଇମାନଙ୍କୁ ମିଳିବ ଆଉ କେଉଁ ଚାଷୀଙ୍କୁ ଟଙ୍କା ମିଳିବ ପୁରା ପ୍ରୁଫ୍ ସହ ଆପଣମାନଙ୍କୁ ଦେଖେଇବି। ଆଉ ତା ସହ ଗୋଟେ କଥାକୁ ଧ୍ୟାନ ଦେବେ, ଆପଣଙ୍କ ଆପ୍ଲିକେସନରେ ସବୁ ଠିକ୍ ଥାଇବି ଆଗାମୀ କିସ୍ତିର ଟଙ୍କା ପାଇବା ପାଇଁ ବଞ୍ଚିତ ହୋଇପାରନ୍ତି। ଟଙ୍କା ପାଇବା ପାଇଁ ହେଲେ କିଛି କଥାକୁ ଧ୍ୟାନ ଦେବାକୁ ପଡ଼ିବ, ଯାହାକି ସରକାର ତରଫରୁ ବାରମ୍ବାର ଚାଷୀ ଭାଇମାନଙ୍କୁ ସୂଚାଇ ଦିଆଯାଉଛି। ଏହି ସମ୍ପୂର୍ଣ୍ଣ ସୂଚନା ପାଇଁ ସମସ୍ତେ ଭିଡ଼ିଓକୁ ଦେଖନ୍ତୁ। ଆମ ଭିଡ଼ିଓ ଯଦି ଭଲ ଲାଗେ ଭିଡ଼ିଓକୁ ଲାଇକ୍ କରିବା ସହିତ ଆଉ ଆମ ପ୍ରତ୍ୟେକ ଭିଡ଼ିଓର ଅପଡେଟ୍ ପାଇବା ପାଇଁ ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସେମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନିଅନ୍ତୁ। ଆପଣମାନେ ତ ଜାଣିଥିବେ ପିଏମ୍ କିଷାନ ଯୋଜନାରେ ଗୋଟିଏ ଚାଷୀ ଭାଇଙ୍କୁ ବର୍ଷରେ 6000 ଟଙ୍କା ମିଳିଥାଏ ଆଉ ପ୍ରତ୍ୟେକ 4 ମାସକୁ ଗୋଟିଏ ଇନଷ୍ଟଲମେଣ୍ଟର ଟଙ୍କା ଅର୍ଥାତ୍ 2000 ଟଙ୍କା ମିଳିଥାଏ। ଏବେ ପୂର୍ବରୁ ଯେଉଁ 19ତମ କିସ୍ତିର ଟଙ୍କା ମିଳିଛି ଫେବୃଆରୀ ମାସରେ, ତ ସେବେଠୁ ଯଦି ହିସାବ କରିବା ଏହି ଜୁନ୍ ମାସକୁ 4 ମାସ ହେଉଛି। ଜାଣି ରଖନ୍ତୁ ଏହି ଜୁନ୍ ମାସରେ ଚାଷୀ ଭାଇମାନଙ୍କୁ 20ତମ କିସ୍ତିର 2000 ଟଙ୍କା ପୁଣି ଥରେ ମିଳିବାକୁ ଯାଉଛି। ଏ ନେଇ ବହୁତ ଦିନରୁ ଚର୍ଚ୍ଚା ହେଇ ଆସୁଛି, ମାତ୍ର କେବେ ମିଳିବ ସେ ନେଇ ଏବେ ଆମ ଓଡ଼ିଶାର ଲକ୍ଷାଧିକ ଚାଷୀ ଭାଇମାନେ ଅପେକ୍ଷାରେ ଅଛନ୍ତି। ତ ସେ ନେଇ ଏବେ ଡେଟ୍ ସାମ୍ନାକୁ ଆସିଯାଇଛି। ସମସ୍ତେ ଟଙ୍କା ମିଳିବାକୁ ନେଇ ଡେଟ୍ ଜାଣି ରଖନ୍ତୁ। ଆସନ୍ତା 20 ଜୁନ୍ ଶୁକ୍ରବାର ଦିନ ପିଏମ୍ କିଷାନର 20ତମ କିସ୍ତିର 2000 ଟଙ୍କା ସବୁ ଚାଷୀ ଭାଇମାନଙ୍କୁ ମିଳିବାକୁ ଯାଉଛି। ତେବେ ଦେଖନ୍ତୁ ଏହି ବାବଦରେ ଗୁଗୁଲ ବ୍ରାଉଜରକୁ ଯାଇ ସର୍ଚ୍ଚ କରି ଦେଖିପାରିବେ ମଧ୍ୟ। ଆସନ୍ତା 20 ଜୁନ୍ ଶୁକ୍ରବାର ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଡିବିଟି ଜରିଆରେ ସବୁ ଚାଷୀ ଭାଇମାନଙ୍କୁ 2000 ଟଙ୍କା ପ୍ରଦାନ କରିବେ। ତେବେ ଏ ବାବଦରେ ସୋସିଆଲ ମିଡିଆରୁ ଖବର ଆସିଛି, କିନ୍ତୁ ଏହା ଅଫିସିଆଲି ଖବର ଆସିନାହିଁ। ତେବେ 20ତମ କିସ୍ତିର ଟଙ୍କା ଜୁନ୍ 20 ତାରିଖରେ ମିଳିବ ବୋଲି ସୂଚନା ଆସିଛି। ଏହା ଅଫିସିଆଲି ଏଯାଏଁ ସୂଚନା ଆସିନାହିଁ। ଖୁବ୍ ଶୀଘ୍ର ସୂଚନା ଆସିବ ବୋଲି ଆକଳନ କରାଯାଉଛି। ତ ଦେଖନ୍ତୁ ଟଙ୍କା ପାଇବା ପାଇଁ ହେଲେ ଆପଣଙ୍କୁ କିଛି କଥା ଧ୍ୟାନ ଦେବାକୁ ପଡ଼ିବ, ଯାହାକି ବାରମ୍ବାର ସରକାର ତରଫରୁ ସୂଚାଇ ଦିଆଯାଉଛି। ପ୍ରଥମ କଥା ହେଉଛି ଫାର୍ମା ରେଜିଷ୍ଟ୍ରି। ଆପଣମାନେ ଯଦି ପ୍ରକୃତରେ ଜଣେ କୃଷକ ତେବେ ଫାର୍ମା ରେଜିଷ୍ଟ୍ରି କରିନିଅନ୍ତୁ। ଆଉ ଦ୍ୱିତୀୟ କଥାଟି ରହିଛି ଆପଣ ଯେଉଁ ଷ୍ଟାଟସ୍ ଚେକ୍ କରିବେ, ଷ୍ଟାଟସ୍ ଚେକ୍ କରିବା ଟାଇମରେ 3ଟି କଥା ପ୍ରତି ଧ୍ୟାନ ଦେବେ। ଗୋଟିଏ ହେଉଛି ଇ-KYC, ଦ୍ୱିତୀୟ କଥାଟି ହେଉଛି ଲିଙ୍କ ସିଡିଂ ଆଉ ତୃତୀୟ କଥାଟି ହେଉଛି ବ୍ୟାଙ୍କରେ ଆଧାର ଲିଙ୍କ। ଯଦି ବ୍ୟାଙ୍କରେ ଆଧାର ଲିଙ୍କ ଅଛି ତା ସହ ଡିବିଟି ମୋଡରେ ଅଛି କି ନାହିଁ ତାହାକୁ ହିଁ ମଧ୍ୟ ଚେକ୍ କରିନେବେ। ଆଉ ଯଦି ଏହି ସବୁ ଆପଣଙ୍କର ସାଇଡରୁ ଠିକ୍ ଠାକ୍ ଅଛି ତେବେ ସରକାର ତରଫରୁ ଟଙ୍କା ଆସିବାକୁ କୌଣସି ଅସୁବିଧା ହେବ ନାହିଁ। ବାସ୍ ବର୍ତ୍ତମାନ ସମୟରେ ପିଏମ୍ କିଷାନକୁ ନେଇ ଏଇ ରହିଛି ଅପଡେଟ୍। ପରବର୍ତ୍ତୀ ସମୟରେ ଦେଖିବା ଆଉ କଣ କଣ ନୂଆ ଅପଡେଟ୍ ଆସୁଛି। ବାସ୍ ଏଇଭଳି ହେଲ୍ପଫୁଲ ଆଉ ଇନଫର୍ମେଟିଭ ଭିଡ଼ିଓର ଅପଡେଟ୍ ଆମରି ଭିଡ଼ିଓରୁ ଆମରି ଚ୍ୟାନେଲରୁ ପାଇପାରିବେ। ଆଉ ଯଦି ନୂଆ କରି ଆମ ଚ୍ୟାନେଲକୁ ଆସିଥାନ୍ତି ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନିଅନ୍ତୁ।